ଯୀଶୁଖ୍ରୀଷ୍ଟଙ୍କର ଯେଉଁ ମଧ୍ୟ ଆକାଶକୁ ଆସିବା ଆଉ ବିଚାର ଶେଷ ବିଚାର ତା ପରବର୍ତ୍ତୀ ଯେଉଁ ଯୁଗ ଆରମ୍ଭ ହେବ ଅନନ୍ତକାଳୀନ ଯୁଗ ସେ ବିଷୟ ମାନେ ଦେଖିଛୁ କିନ୍ତୁ ଅନନ୍ତକାଳୀନ ଯୁଗ ଆମେ ଦେଖିନ। ଯୁଗେ ଯୁଗେ ଯେଉଁ ରହିବୁ ଆମେ ଏବେ କାଳ ଭିତରେ ଅଛୁ, ସୀମା ଭିତରେ ଅଛୁ, ସମୟ ଭିତରେ ଅଛୁ, କିନ୍ତୁ ଯେତେବେଳେ ଆମମାନଙ୍କର ରୂପାନ୍ତରିତ ଶରୀର ହବ ସେତେବେଳେ ଆମେ ଅନନ୍ତ କାଳରେ ରହିବା। ତେଣୁ ଆମେ ଗତକାଲି ଯାହା ଦେଖିଛୁ, ଯଦି କିଛି ସନ୍ଦେହ ଅଛି ମୁଁ କହିଛି ଯେ ଏଇ ଯେଉଁ ମଧ୍ୟ ଆକାଶ ରାଶି ଶେଷ ବିଚାର ତାପରେ ନୂତନ ଆକାଶ ନୂତନ ପୃଥିବୀରେ ଯେଉଁ ପ୍ରବେଶ କରିବୁ ତା ପରବର୍ତ୍ତୀ ଘଟଣା ବେଶୀ ମାନେ ପୁଙ୍ଖାନୁପୁଙ୍ଖ ଭାବରେ ବାଇବଲ ଲେଖାଯାଏ ନାହିଁ। ତେଣୁ ଯାହା ସବୁ ଆମେ ଅଳ୍ପ ସୂଚନା ପାଉ ବାଇବଲରେ ଯେଉଁ ସବୁ ବିଷୟ ଲେଖାଯାଇଛି ସେଇଟା ଆମେ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଧୀରେ ଧୀରେ ଆମେ ଜାଣିପାରିବୁ। ଈଶ୍ୱର ରାଜ୍ୟ କେମିତି ହେବ, ଈଶ୍ୱରଙ୍କ ରାଜ୍ୟ ସମୟରେ କ'ଣ ସବୁ ଘଟିବ ସେଇଟା ଆମେ ଜିସାଇ ପୁସ୍ତକରୁ ବିଭିନ୍ନ ପୁସ୍ତକରୁ ଆମେ ଦେଖିପାରିବା। ତେଣୁ ଯଦି ଗତକାଲି ଆମେ ଯାହା ଦେଖିଛୁ କାହାର ଯଦି ସନ୍ଦେହ ନାହିଁ କିଛି ତ ଆଜି ଆମେ ଅନ୍ୟ ବିଷୟ କ'ଣ ଦେଖିବା, ଯେ ଯେଉଁଟା କହିବ ସେଟା ଦେଖିପାର। ଯଦି କାଲି ବିଷୟରେ କିଛି ସନ୍ଦେହ ଅଛି ତ ଆମେ କିଛି ଦେଖିବା। ଗତକାଲି କିଛି ଭଲ ଗତ ଦିନ ତ ଭଲ ବିଷୟ ଥିଲା, କିନ୍ତୁ ଗୋଟେ ବିଷୟ ସେଇଠି ରହିଗଲା। କ'ଣ 666 ଯିବେ ବୋଲି କହିଲେ, ତାଙ୍କ ବିଷୟ କିଛି କହିଲେନି। କାରଣ ସେଇ ଲୋକ ଅନେକ କହୁଛନ୍ତି 666 ଏମିତି ଲୋକ ବୋଲି। କାରଣ 666 ଦେଖାଯିବ କହିଲେ ଯେତେବେଳେ ମତେ ତାଙ୍କ ବିଷୟ କିଛି କହିଲେ ନାହିଁ। 666 ଯେହେତୁ ନାଇଁ ସେଇଟା ମୁଁ କହିବି ନାହିଁ। ଯେହେତୁ 666 ବିଷୟରେ ଆମେ ଜାଣିବାର ଆବଶ୍ୟକ ନାହିଁ, ଯେହେତୁ ଆମେ ମହାକ୍ଲେଶ ସମୟରେ ନଥିବୁ। ଯଦି ମହାକ୍ଲେଶ ବିଷୟରେ ଥାନ୍ତୁ ସେ ବିଷୟରେ ଆମେ ବେଶୀ ଜାଣିଥିଲେ ଭଲ ହେଇଥାନ୍ତା। ଆମେ ମହାକ୍ଲେଶ ସମୟରେ ନଥିବୁ ତ ଆମେ ଏବେ କହିଲେ ଜାଣିଲେ କି ନ ଜାଣିଲେ ଆମର କିଛି ତ ଆମର କିଛି ତେଣୁ ସେ ବିଷୟରେ କିଛି ଜାଣିବା ନ ଜାଣିବା ଆମର କିଛି ନାହିଁ। ତ ଗୋଟେ ବିଷୟ ଖାଲି ଜାଣିବେ, ସେତିକି ମୁଁ କହିଦେଇଛି। ଯେହେତୁ ସେଠି ଯେଉଁ ପ୍ରଶ୍ନ ପଚାରିଲେ ପ୍ରକାଶିତ ତାର ପ୍ରକାଶିତ 13 ତାର 18 ପ୍ରକାଶିତ 13:18 କ'ଣ ଲେଖା ହଉଛି ସମସ୍ତେ ଦେଖ। ଏଠାରେ ଜ୍ଞାନ ଆବଶ୍ୟକ। ଯାହାର ବୁଦ୍ଧି ଅଛି ସେ ପଶୁର ସଂଖ୍ୟା ଗଣନା କରୁ, କାରଣ ତାହା ଜଣେ ମନୁଷ୍ୟର ସଂଖ୍ୟା, ଆଉ ତାହାର ସଂଖ୍ୟା ହେଉଛି 666। ତ ପ୍ରକାଶିତ ପୁସ୍ତକ ଏମିତି ଗୋଟେ ପୁସ୍ତକ ଯୋଉଟାକି ଅନେକ ଲୋକ ଜାଣିବା ପାଇଁ ଇଚ୍ଛା କରନ୍ତି ଆଉ ଅନେକ ଲୋକ କହିବା ପାଇଁ ଇଚ୍ଛା କରନ୍ତି। ଯେହେତୁ ସେଇଠି କ'ଣ ପ୍ରତୀକ ନିଦର୍ଶନ ବିଷୟ ଗୁଡ଼ାକ ଲେଖାଯାଇଛି, ତେଣୁ ଆମେ ସେ ବିଷୟରେ ଦେଖିବା ପାଇଁ ଇଚ୍ଛା କରୁ। ଏଇଟା ବହୁତ ସମୟର ବିଷୟ। ତ ମୁଁ ଏବେ ଦେଖ ଆମେ 13:18 ପଢ଼ିଲୁ,
ସେମିତି 17 ପଢ଼ିବା 17 ଏହି ସ୍ଥଳରେ ବୁଦ୍ଧି ବିଶିଷ୍ଟ ମନ ଆବଶ୍ୟକ। ସେହି ସପ୍ତ ମସ୍ତକ ସପ୍ତ ପର୍ବତକୁ ବୁଝାଏ। ଏହି ସପ୍ତ ପର୍ବତ ଉପରେ ସ୍ତ୍ରୀ ଲୋକ ଉପବିଷ୍ଟା। ତ ଏ ବିଷୟକୁ କିଏ ଗୁରୁତ୍ୱ ଦିଅନ୍ତି ନାହିଁ। ଏଠି କ'ଣ ଲେଖା ହେଲା? ଏହି ସ୍ତରରେ ବୁଦ୍ଧି ବିଶିଷ୍ଟ ମନ ଆବଶ୍ୟକ। ଏଇଠି କ'ଣ ଲେଖା ହେଲା? 13-18 ଏଠାରେ ଜ୍ଞାନ ଆବଶ୍ୟକ ଯାହାର ବୁଦ୍ଧି ଅଛି। ଆମେ ଜାଣିପାରୁଛୁ ଯେ ଏଇଠି ବି ଜ୍ଞାନ ବୁଦ୍ଧି ଦରକାର, ସେଇଠି ବୁଦ୍ଧି ଦରକାର, କିନ୍ତୁ 17 କୁ ବହୁତ ଲୋକ ଗୁରୁତ୍ୱ ଦିଅନ୍ତି ନାହିଁ। ଯଦିବା ସେଇଠି ବି ଲେଖା ହେଲା ବୁଦ୍ଧି ବିଶିଷ୍ଟ ମନ ଆବଶ୍ୟକ। ତେଣୁ ଯେ ଯେଉଁ ଉପାୟରେ ଲୋକମାନଙ୍କୁ ଆକର୍ଷଣ କରିବା ପାଇଁ ଇଚ୍ଛା କରେ, ସେହି ପ୍ରକାର ସେଇ ବାକ୍ୟକୁ ସେ ପସନ୍ଦ করে ବାଛି ନିଏ। ଆଉ ଲୋକମାନେ ଏଇ ଗୋଟେ ପଦକୁ ହିଁ ଜାଣନ୍ତି, ପ୍ରକାଶିତ 13-18, କିନ୍ତୁ ଏଇ 17 ଜାଣନ୍ତି ନାହିଁ। ଏଇଟା ବି ଜାଣିବା ବିଷୟ, ଏଇଠି ବି ବୁଦ୍ଧି ଦରକାର, କିନ୍ତୁ ଏଇଟାକୁ ଅନେକ ଗୁରୁତ୍ୱ ଦିଅନ୍ତି ନାହିଁ। ତ ପ୍ରକାଶିତ ବାକ୍ୟ ପଢ଼ିଲା ବେଳକୁ ଆମେ ଅନେକ ବିଷୟ ଯାଇ ଲକ୍ଷ୍ୟ କଲେ ଯାଇ ବୁଝି ହେବ, ନହେଲେ କ'ଣ ହେବ ନାହିଁ, ଆମେ ବୁଝିପାର ନାହିଁ। ଯଦି 18 ପଦ ଆମେ ପଢ଼ବା 13-18, ଏଠି ଲେଖାଯାଉଛି ଏଠାରେ ଜ୍ଞାନ ଆବଶ୍ୟକ। କ'ଣ ଆବଶ୍ୟକ? ଜ୍ଞାନ। ଯାହାର ବୁଦ୍ଧି ଅଛି ସେ ପଶୁର ସଂଖ୍ୟା ଗଣନା କରୁ। ପଶୁର ସଂଖ୍ୟା କ'ଣ କରୁ? ଗଣନା କରୁ, ମାନେ ଗଣିବାକୁ ହବ। ବୁଦ୍ଧି ଜ୍ଞାନ ଯଦି ଅଛି ତ ସେ ଗଣି ପାରିବ। ଯାହାର ବୁଦ୍ଧି ଜ୍ଞାନ ନାହିଁ ସେ ଗଣି ପାରିବ ନାହିଁ, କାରଣ ତାହା ଜଣେ ମନୁଷ୍ୟର ସଂଖ୍ୟା। କାହାର ସଂଖ୍ୟା? ସେଇଟା ମନୁଷ୍ୟର ସଂଖ୍ୟା। ସେଇଠି ରୋବଟ ନାହିଁ, କମ୍ପ୍ୟୁଟର ନାହିଁ, କି ଅନ୍ୟ କିଛି ବିଷୟ ନାହିଁ। ଏଇଟା ଗୋଟେ ମନୁଷ୍ୟ, ଆଉ ସେ ମନୁଷ୍ୟକୁ ସଂଖ୍ୟାରେ ଆମେ କ'ଣ କରିପାରିବା? ଗଣିପାରିବା ଆଉ ଜାଣିପାରିବା ଯେ ଏ ମନୁଷ୍ୟ ସେହି। ଏବେ ତାକୁ ଇଂରାଜୀରେ ପଢ଼ିବା। ଆମେ ଯେମିତି 666 ବୋଲି ଦେଖୁଛୁ, ଆମେ ଇଂରାଜୀ ବାଇବଲ ଯେତେ ପଢ଼ିବା କ'ଣ ଲେଖାଯାଉଛି ଦେଖିବା। ଆମେ ସେଠି ଇଂରାଜୀ ବାଇବଲରେ KJV ବାଇବଲ ଆମେ ପଢ଼ିବା, କ'ଣ ଲେଖାଯାଉଛି ପଢ଼ିବା। ଆମେ କିଏ ଜଣେ ଇଂରାଜୀ ବାଇବଲ ପଢ଼। ପଢ଼ କେ? ହ୍ୟାଲୋ ହ୍ୟାଲୋ। Here is wisdom. Sir. Here is wisdom. The one who has understanding, let him calculate the number of the beast, for it is the number of a man, and its number is 666. ସେଟା ଅନ୍ୟ, ସେଟା ଇଏ ନାହିଁ, ମାନେ କ'ଣ KJV ବାଇବଲ ନୁହେଁ ସେଟା। Here is wisdom, let him that hath understanding count the number of the beast, for it is the number of a man, and his number is 666. ଏଇଟା ମନେ ରଖିଥିବ। ମାନେ ଆକୁ ଓଡ଼ିଆ ବାଇବଲ କି ଅନ୍ୟ ବାଇବଲରେ ଟ୍ରାନ୍ସଲେସନ୍ ହେଇନାହିଁ। କ'ଣ ଲେଖାଯାଇଛି? 600, ତାପରେ 66 ଲେଖା ହେଇଛି କି? 600 3 score ହଁ 3 score and 6 600 3 score and 6. ହଁ। ତ ଆମେ ତାକୁ ସରଳ କଲେ କ'ଣ ହେବ? 366 ଆସିବ, କିନ୍ତୁ ସେ ବାଇବଲରେ ସେମିତି ଲେଖାଯାଇ ନାହିଁ, ନାଇଁ କି? ଲେଖା ହେଇଛି କି? ଲେଖାଯାଇ ନାହିଁ, ମାନେ ଇଏରେ। ତଥାପି ଗ୍ରୀକ୍ ବାଇବଲରେ ଆମେ ତାକୁ 666 ବୋଲି ପଢ଼ୁ। ତ 666 ଏଇଟା ମନେ ରଖିବ। 6 6 ଆଉ 6 ଏଇଟା ହେଲା ଗୋଟେ ମନୁଷ୍ୟର ସଂଖ୍ୟା।
एटा ईश्वर संख्या नहीं, एटा है मनुष्यर संख्या। तो अबे आमे ताकू जदि चिंता करिबा भल भाव एटा शुण, खाली की मन रखि था। हिब्रू आ ग्रीक भाषा रे, हिब्रू आ ग्रीक भाषा रे संख्या नहीं। भल कर शुण, एटा संख्या नहीं। जमी आम ओडिया भाषा रे ओ आ ई अच्छी, 1 2 3 4 अच्छी। इंग्राजी भाषा रे ABCD अच्छी, 1 2 3 अच्छी। किंतु हिब्रू आ ग्रीक भाषा रे कौन नहीं, कौन नहीं, संख्या नहीं, खाली हाँ खाली माने अक्षर अच्छी, अक्षर अच्छी किंतु संख्या नहीं। से अक्षर ही कौन, अक्षर ही है संख्या। तेणु सेठी आमे जानवा खाबो जेहेतु सेटा अक्षर, ताकू आमे कौन करिबो लेखा गला, कारण ता जने मनुष्यर संख्या आउ तार संख्या होची 666। जे बुद्धि अच्छी से गणी पारबो। 666 तो गणवा किसी असुविधा नहीं। 666 आमे गणीदेलु। किंतु जेहेतु ग्रीक भाषा रे कौन नहीं, संख्या नहीं, से जार बुद्धि अच्छी, ज्ञान अच्छी, से गणी पारबो आउ से संख्या जानी पारबो। एबे आमे 17 पढ़िबा। 17 लेखा जाउची, पुणी सही चिन्ह अर्थात पशुर नाम किंबा ताहार नामर संख्या धारण करी नथिबा लोकंकु क्रय विक्रय करने को निषेध करे। तो उपरे कौन लेखा है, गोटे चिन्ह बोल लेखा है, तापरे पशुर नाम किए बा ताहा नामर बा संख्या। बुझी पारल एबे उपरे गलारू नामर संख्या माने गोटे ना अच्छी, से ना को संख्या रे यदि गणा जाए तो सेटा केते आसबो 666। से गोटे ना, एटा आगु बुझीथिलो कि ना चिंता कर। सेटा गोटे हला ना, अक्षर विशिष्ट ना, किंतु ताकू कौन करा हबो जदि गणा हबो सेटा 666 हबो। संख्या रे दिया गले 666 हेबो। तेणु आ गोटे लेखा हला, सेटा हला मनुष्यर संख्या। सेठी अन्य किए नहीं, से जड़े मनुष्य। तेणु जिते बड़े आमे उपरू पढ़ी आसबू, पढ़ी आसले आमे जानीपारू 11 ରୁ 18 पढ़ी आस, तापर जानीपार। किंतु मोर कहवा है 666 विषय अनेक लोग कहले, किंतु ए जाए जहाँ सब कह सफल ही नहीं बा ठीक जना पड़ी नहीं। जेहेतु ये ज्ञान और बुद्धि लेखा जाइछि, सेथिपाई अनेक लोक निजर ज्ञान और बुद्धि को प्रमाण करने ए विषय को नियंती। तेणु बाइबल जहाँ स्पष्ट करिछि जे एटा हला गोटे संख्या, एटा गोटे नामर संख्या, नाम को संख्या भाव में गणवा को हबो, आ गणिले 666 आसीबो। तेणु अनेक लोग कंप्यूटर को 666 भाव में वर्णना करती, अनेक लोग अमेरिकार राष्ट्रपति को 666 गणना करती, अनेक इंदिरा गांधी को 666 जिते नेतृत्व नौथिबो ता नेतृत्व को नहीं से माने करती। ठीक अच्छे गोटे मनुष्य संख्या, किंतु जिते बड़े से आसीबो सेते बड़े से माने गणना करी जानी पारबे जे ए होछंती से व्यक्ति, एरा से पशु जा विषय कह जाइछि, आ आमे से चिन्ह ग्रहण करिबो नाही। एइटा जिते बड़े जानिल माने एइटा तेटा किए मु कहबी, अनेक तो कही नांती, मु कहबी तो से लोक देखले तो मु गणबी, सेते बड़े अनेक थिबे गणी पारबे। तो के गणबे से आमे देखवा खब। 14 अध्याय देख, 14 अध्याय तार 1 पद ठीक लेखा जाउछि। तत्परे मु दृष्टिपात कली, आ देख सियन पर्वत उपरे मेष शावक आ जो मानको कपाळ रे तांको नाम और तांको पितांको नाम लिखित थिला, एपरी 1,84,000 लोकंको तांको सहित दंडायमान थिबार देखिली।
तो ଏମାନଙ୍କର ଏଇ ଯେଉଁ ଚିହ୍ନ କେଉଁଠି ଦେବ, ସେ କେଉଁଠି ଦେବ ଲେଖା ହେଇଛି 13 ଅଧ୍ୟାୟରେ କେଉଁଠି ସେ ଦେବ ଏ ଚିହ୍ନ ଗୁଡ଼ାକ, କେଉଁଠି ଲୋକମାନେ ଧାରଣ କରିବେ? 13 ଅଧ୍ୟାୟ 16 ପଦ ସେ ଲେଖାଯାଉଛି, ସେ ସାନ ଓ ବଡ଼, ଧନୀ ଓ ଦରିଦ୍ର, ସ୍ୱାଧୀନ ଅପରାଧୀନ ସମସ୍ତଙ୍କୁ ସେମାନଙ୍କ ଦକ୍ଷିଣ ହସ୍ତରେ କିମ୍ବା କପାଳରେ ଗୋଟିଏ ଚିହ୍ନ ଧାରଣ କରିବାକୁ ବାଧ୍ୟ କରେ। ଏଇ ଯେଉଁ ଚିହ୍ନ ଦିଆଯିବ ସେଇଟା। ତ ଯେଉଁମାନେ ଏ ଚିହ୍ନ ଧାରଣ କରିବେ ନାହିଁ, ଏ ଲେଖା ହେଲା 14 ଅଧ୍ୟାୟରେ, ସେମାନଟି ଅନ୍ୟ ନାଁ ଥିବ, এই କପାଳରେ ଅନ୍ୟ ନାଁ ଥିବ, ଯେଉଁମାନେ କି এই ଚିହ୍ନ ଗ୍ରହଣ କରି ନଥିବେ। ଏଇଟା ଆମେ ତା ତଳେ 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 ପଢ଼ିଲେ ଆମେ ଜାଣିପାରବା। 9 ପଦ ପଢ଼ବା, 14:9 ଲେଖାଯାଉଛି, ସେମାନଙ୍କ ପଶ୍ଚାତରେ ଆଉ ଜଣେ ଅର୍ଥାତ୍ ତୃତୀୟ ଦୂତ ଆସି ଉଚ୍ଚ ସ୍ୱରରେ କହିଲେ, ଯଦି କେହି ସେହି ପଶୁ ଓ ତାର ପ୍ରତିମାକୁ ପ୍ରଣାମ କରେ, ପୁଣି ଆପଣା କପାଳରେ କି ହାତରେ ତାର ଚିହ୍ନ ଗ୍ରହଣ କରେ, ତେବେ ସେ ମଧ୍ୟ ଈଶ୍ୱରଙ୍କ କୋପ ରୂପ ଯେଉଁ ମଦିରା ଅମିଶ୍ରିତ ଭାବେ ତାହାର କ୍ରୋଧର ପାତ୍ରରେ ପ୍ରସ୍ତୁତ କରାଯାଇଅଛି ତାହା ପାନ କରିବ। ତ ଏଇ ଯେତେ ସବୁ ଆମେ ଦେଖିବୁ, ଆପରେ ଯେଉଁମାନେ এই ଚିହ୍ନକୁ ଗ୍ରହଣ କରିବେ ସେମାନେ କ'ଣ ଦଣ୍ଡିତ ହେବେ, ଆଉ ଯେଉଁମାନେ এই ଚିହ୍ନକୁ ଗ୍ରହଣ କରିନାହାନ୍ତି ସେମାନଙ୍କର କ'ଣ ହେବ। ତେଣୁ ଯେତେବେଳେ ପ୍ରକାଶିତ ବାକ୍ୟ ଏଇ ଗୋଟେ ପଦକୁ ଯେ ଚିନ୍ତା କରବ, କହିବା ପାଇଁ ଇଚ୍ଛା କରବ, ଯେଉଁମାନେ ପ୍ରକାଶିତ ବାକ୍ୟ ମୋଟେ ପଢ଼ିନାହାନ୍ତି ସେମାନେ ବୁଝିପାରିବେ ନାହିଁ, ଆଉ ଆଜି ମଧ୍ୟ ମୁଁ ଯଦି କହିବି ବୁଝିପାରିବେ ନାହିଁ। ତେଣୁ ଆକୁ ମୁଁ ଅକ୍ଷର ଦେଖାଇ ଯଦି ଚିହ୍ନ ଗଣିବା ବିଷୟ ମାନେ ସଂଖ୍ୟା ଗଣିବା ବିଷୟ ଶିଖାଇବି ତେବେ ଜାଣିପାରିବ। ତେଣୁ ଏଇଟା ଏମିତି ସମ୍ଭବ ନାହିଁ। ସେଇଟା କ'ଣ ଏଟଲିଷ୍ଟ ପାୱାର ପଏଣ୍ଟ ଥିବାର ଅଛି ବା ଗୋଟେ ଦୃଶ୍ୟ ବିଷୟ ଥିବାର ଅଛି, ତେବେ ଯାଇ ମୁଁ ଯେତେବେଳେ କହିବି ଏଇଟା ହେଲା ସଂଖ୍ୟା, ଏ ସଂଖ୍ୟା ନମ୍ବର ଏଇଟା, ତେବେ ଜାଣିପାରିବ, ନହେଲେ ଜାଣିପାରିବ ନାହିଁ। ଆଉ ଏଇଟା ସହଜରେ ଏମିତି କହି ବୁଝା ହେବ ନାହିଁ। ମନେ ରଖିବ, ଏଇଟା ମୋଠି ଅଛି କେମିତି ଗଣବାକ ହେବ, ଆଉ ମୁଁ ଏଇ ଉପରେ ଗୋଟେ ଲେଖିଛି ବି। ତେଣୁ ଏଇଠି ଲୋକମାନେ ବହୁତ ଖେଳନ୍ତି, ଗେମ୍ କରନ୍ତି, ବିଭିନ୍ନ କହିବା ପାଇଁ କହିଦିଅନ୍ତି, କିନ୍ତୁ ଶେଷରେ କିଛି ନଥିବ, କେହି ବି ଏହାକୁ ସ୍ପଷ୍ଟ କରିପାରୁନାହାନ୍ତି। ଯେହେତୁ ଏଇ ଯେଉଁ ଲୋକ ଆସିବ ସେ ଆମ ସମୟର ଲୋକ ନୁହେଁ। ତ ପ୍ରକାଶିତ ବାକ୍ୟ ଯଦି ଜାଣିବା ପାଇଁ ଇଚ୍ଛା କର, ପ୍ରକାଶିତ ବାକ୍ୟ ଅତି କମରେ 3-4 ଥର ସମ୍ପୂର୍ଣ୍ଣ କରିଦେବ, ପଢ଼ିଲା ପରେ ଆସିଲେ ବୁଝା ହେବ। ମୋଠି ପ୍ରକାଶିତ ବାକ୍ୟ ବୁଝିବା ପାଇଁ ଅନେକ ବିଷୟ ଅଛି, କିନ୍ତୁ ମୁଁ ଏଇ ଗୋଟେ ପଦ କହି କ'ଣ ବୁଝାଇ ପାରିବି ସମସ୍ତଙ୍କୁ। ଏବେ ମୁଁ ଗୋଟେ ପ୍ରଶ୍ନ କହିବି, ସମସ୍ତେ ଯେଉଁମାନେ ପ୍ରକାଶିତ ବାକ୍ୟ ଆସି ବୁଝାନ୍ତି ସେମାନଙ୍କୁ ପଚାରିବେ। ଗୋଟେ ପ୍ରଶ୍ନ ଖାଲି ପଚାରିବ ଯେ ଯେଉଁ 7 ବର୍ଷ କ୍ଲେଶ ବୋଲି ଆମେ କହୁଛୁ କେଉଁଠି ଲେଖା ହେଇଛି ପଚାରିଦେବ। ପ୍ରକାଶିତ ବାକ୍ୟରେ କେଉଁଠି 7 ବର୍ଷ ଲେଖା ହେଇଛି ପଚାରିଦେବ। କିଏ ବି ଦେଖାଇ ପାରିବେ ନାହିଁ ଆଉ ଜାଣିପାରିବେ ନାହିଁ, ସେଥିପାଇଁ ପଚାରିବ। ପଚାରିକରି ନହେଲେ ନିଜେ ବି ଯଦି ଜାଣିଛ କହିବ କେଉଁ ଅଧ୍ୟାୟ କେଉଁ ପଦରେ 7 ବର୍ଷ ଲେଖାଯାଇଛି। ଏଇଟା ମୁଁ ଯେଉଁମାନେ ଏଇଠି ବସିଛ ସେମାନଙ୍କୁ ଗୋଟେ ଆହ୍ୱାନ ଦେଉଛି ଯେ 7 ବର୍ଷ କ୍ଲେଶ ଆମେ ସମସ୍ତେ ହଁ ବୋଲି କହିଦେଉଛୁ, କିନ୍ତୁ 7 ବର୍ଷର କ୍ଲେଶ ବୋଲି କେଉଁଠି ଲେଖା ହେଇଛି ଯେଉଁମାନେ କହନ୍ତି ସେମାନେ ବି ଦେଖାନ୍ତି ନାହିଁ, ଆଉ ଯେଉଁମାନେ ଶୁଣନ୍ତି ସେମାନେ ମଧ୍ୟ ପଚାରନ୍ତି ନାହିଁ କେବେ। କାହିଁକି? ସେମାନେ ପଢ଼ିନାହାନ୍ତି ଆଉ ଏମାନେ ମଧ୍ୟ ପଢ଼ିନାହାନ୍ତି। ଅନେକ ଲୋକ ପ୍ରକାଶିତ ବାକ୍ୟ ଅନ୍ୟଠୁ ଶୁଣି କହନ୍ତି, ନିଜେ ପଢ଼ନ୍ତି ନାହିଁ। ପ୍ରକାଶିତ ବାକ୍ୟ ଏକଦମ ସରଳ ପୁସ୍ତକ, ଯିଏ ପଢ଼ିଲେ ସେ ବୁଝିପାରିବ। ଆଉ ଏଇ ପୁସ୍ତକ କଠିନ ବୋଲି କେଉଁଠି ଲେଖା ହିଁ ନାହିଁ, କିନ୍ତୁ ଲୋକମାନେ ଯେହେତୁ ଏଠି ପ୍ରତୀକ ନିଦର୍ଶନ ଚିହ୍ନ ଅଛି, ଲୋକମାନେ ସେଠି ଗେମ୍ କରନ୍ତି, ଖେଳନ୍ତି। ଲୋକମାନଙ୍କୁ ଗୋଟେ ବିଷୟକୁ ନେଇକରି ତାର କେମିତି ବର୍ଣ୍ଣ ଥିଲା, ବର୍ଣ୍ଣ ମାନେ କ'ଣ, ଏସବୁ କରିବା ପାଇଁ ଚେଷ୍ଟା କରନ୍ତି। କିନ୍ତୁ ଯେଉଁମାନଙ୍କୁ ଏଇଟା ଲେଖାଗଲା, 7ଟି ମଣ୍ଡଳୀୟ ଚିଠି ଲେଖାଗଲା, ସେମାନେ ଆମ ପରି ବେଶୀ ଜ୍ଞାନୀ ନଥିଲେ ବା ଆମ ପରି ତାଙ୍କ ପାଖରେ ଶାସ୍ତ୍ର ନଥିଲା, କିନ୍ତୁ ଏଇଟା ଯେତେବେଳେ ଜହନ ଲେଖିଲେ ସେମାନେ ଆରାମରେ ବୁଝିଥିଲେ। ତାଙ୍କ ପାଇଁ କଷ୍ଟ ହିଁ ନଥିଲା। 666 ବିଷୟ ସେମାନେ ବୁଝି ଯାଇଥିଲେ। କିନ୍ତୁ ଆମ ପାଇଁ କଷ୍ଟ ହେଉଛି, ଯେହେତୁ ସେହି ସମୟ ଲୋକମାନଙ୍କ ପାଇଁ ଏଗୁଡ଼ାକ କୋଡ୍ ଲାଙ୍ଗୁଏଜ୍ ଥିଲା। ଯେତେବେଳେ ବହୁତ ତାଡ଼ନା ହେଉଥିଲା ତ ଲୋକମାନେ କୋଡ୍ ଲାଙ୍ଗୁଏଜ୍ ଲେଖା ହେଉଥିଲା।
ମାନେ ସେଇ ସମୟରେ ଲୋକମାନେ ସେ କୋଡ୍ ଜାଣିଥିଲେ, ସେ ଲାଙ୍ଗୁଏଜ ଜାଣିଥିଲେ, ସେଇଟା କ'ଣ ଜାଣିଥିଲେ। ତେଣୁ ଆମ ପାଇଁ ଏବେ କଷ୍ଟ ହେଉଛି, ଯେହେତୁ ସେ କୋଡ୍ ଲାଙ୍ଗୁଏଜ ଏବେ ଆମ ପାଖରେ ନାହିଁ, ସେମାନେ ଜାଣିଥିଲେ। କିନ୍ତୁ ଆମେ ଯେତେବେଳେ ପଢ଼ିଯାଉ ସେତେବେଳେ ଆମେ ଜାଣିପାରିବୁ ଯେ ଏଇଟା କ'ଣ। ଆଉ ପବିତ୍ର ଆତ୍ମା ଯେହେତୁ ଆମକୁ ସେ ଆମର ଶିକ୍ଷକ, ସେ ଆମକୁ ଶିଖାଇ ଦେବେ। କେତେବେଳେ ଆମେ ଅନ୍ୟମାନଙ୍କ ଠାରୁ ଶିଖି ଜାଣିପାରିବୁ ଯେଉଁମାନେ ସତ୍ୟରେ ବାକ୍ୟ କହନ୍ତି। ଆଉ ଯେଉଁମାନେ କେଉଁଠି ଶୁଣି ଆସିଥିବେ, କ'ଣ ଗୋଟେ ଚିନ୍ତା କରିଥିବେ, କଳନା କରିଥିବେ, ସଂକଳ୍ପ କରିଥିବେ, ସେମାନେ କହିଲେ ଆମେ ସେଇଟା ବୁଝିପାରିବା ନାହିଁ। ତେଣୁ ଏତିକି ମନେ ରଖିବା ଯେ ଏଇଟା ଗୋଟେ ମାନେ ମାନେ ମନୁଷ୍ୟର ସଂଖ୍ୟା, ଏଇଟା ଗୋଟେ ନାମ, ଯେଉଁ ନାମକୁ ଗଣନା କଲେ କ'ଣ ହେବ, 666 ହେବ। ଏତିକି ଜାଣିଲେ ଯଥେଷ୍ଟ। ଅନେକ ଲୋକ ଏଇଟା କହନ୍ତି ନାହିଁ। 666 ମାନେ 6 ମାନେ 6 ନ, ଏଇଟା ମୁଁ ବି କହିଦେବି। 6 ହେଲା ମନୁଷ୍ୟର ସଂଖ୍ୟା, 6 ହେଲା କ'ଣ, ଆହୁରି ଟିକେ ସୁପରମ୍ୟାନ୍, ଆଉ ଗୋଟେ 6 ମିଶିଲେ କ'ଣ ଆହୁରି ସୁପରମ୍ୟାନ୍ ହେଲା, ମାନେ ମହାମାନବ ହେବ ସେ। ମୁଁ କହିଦେବି ସେମିତି, କିନ୍ତୁ ତାର କିଛି ଲାଭ ହେବ ନାହିଁ। ଷଷ୍ଠ ଦିନ ମନୁଷ୍ୟ ସୃଷ୍ଟି ହେଲା, ତେବେ ତାର ସଂଖ୍ୟା ହେଲା 6। 6ଟି ଜାହାଳ ଥିଲା କାନା ନଗରରେ, ତ ସେଇଟା ହେଲା 6। ମନୁଷ୍ୟ 6ଟା ପାତ୍ର, ସେ ଭିତରେ ପାଣି ଭର୍ତ୍ତି କଲେ କ'ଣ ହେବ, ତାର ଟେଷ୍ଟ ବଦଳିଯିବ। ମନୁଷ୍ୟ ଭିତରେ ପାଣି ଆସିଲେ ଟେଷ୍ଟ ବଦଳିଯିବ। ସେଇଟା ମୁଁ କହିପାରିବି, କିନ୍ତୁ ତାର କିଛି ମାନେ ନାହିଁ। ସେଇଟା ସେଠି ପ୍ରଭୁ ଯୀଶୁ ସେଇଟା ଆମକୁ ଶିଖାଇ ନାହାନ୍ତି। କିନ୍ତୁ ଆମେ ଲୋକମାନଙ୍କୁ ମାନେ ମୋହିତ କରିବା ପାଇଁ, ଲୋକମାନଙ୍କୁ ମାନେ ଯେମିତି ଆଶ୍ଚର୍ଯ୍ୟ ମନ୍ତ୍ରୀ ଯେମିତି କହନ୍ତି, ଆମେ ମଧ୍ୟ ସେମିତି ଗୋଟେ ମନ୍ତ୍ରଣା ଦେଇ ଲୋକମାନଙ୍କୁ ଆକର୍ଷଣ କରିବା ପାଇଁ ଇଚ୍ଛା। ମୋର ସେଇଟା ଇଚ୍ଛା ନାହିଁ। ଅନେକ କରୁଛନ୍ତି, କରୁଥାନ୍ତୁ। ଆଉ ଯଦି ତମେ ବି ଇଚ୍ଛା କରୁଛ, ତମେ ବି କରିପାରିବ, କିଛି ଯାଏ ଆସେ ନାହିଁ। ତୁମର କଥା ଯଦି ବୁଝିପାରିଲ ବୁଝିପାରିଲ, ଯଦି ବୁଝିପାରିଲ ନାହିଁ ବୁଝିପାରିଲ ନାହିଁ। ମୁଁ 666 ବାଇବଲରେ ଅନେକ 666 ଲେଖା ହେଇଛି, ଗୋଟେ ଲେଖା ହେଇନି। ବାଇବଲରେ ଅନେକ ଥର 666 ଲେଖା ହେଇଛି, ମନେ ରଖିଥିବ। କୁକୁଡ଼ି 666 ଲେଖା ହେଇଛି, ସେଇଟା ବି ଆଣିକି ଲୋକ ଦେଖାଇଦେବେ। 666 ଏଇଟା 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 ଦେଖାଇଦେବେ। ତେଣୁ ମୁଁ ସେଇଟା କରିବା ପାଇଁ ଇଚ୍ଛା କରୁନାହିଁ। ତମେ ଯଦି କହିବ ତ ମୁଁ କରିଦେବି, କିନ୍ତୁ ତାର କିଛି ଲାଭ ନାହିଁ। ତାର ମାନେ କୌଣସି ଅର୍ଥ ହେବ ନାହିଁ। ଆମେ ସେଟା ବୁଝିପାରିବା ନାହିଁ। କିଏ ଜାଣିଛି ରୋମାନ ମାନେ ଜାଣିଛ ଏକ୍ସ ମାନେ 10 ଜାଣିଛ କି ନାହିଁ? ଏଠି ସମସ୍ତେ ଜାଣିଛ ଏକ୍ସ ମାନେ 10 ଜାଣିଛ ନା ନାହିଁ? ସେଟା ଗୋଟେ ଅକ୍ଷର, କିନ୍ତୁ 10 ସେଟା। ହଁ ସେମିତି ସେଇଟା 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 ଅକ୍ଷର। ସେଇଟା ହିଁ ଅକ୍ଷର, କିନ୍ତୁ ସେଇଟା ହିଁ ଅକ୍ଷର ସଂଖ୍ୟା। ବୁଝିପାରିଲେ ତ? ଯେହେତୁ ସେଠି ସଂଖ୍ୟା ନାହିଁ, ଯେହେତୁ ରୋମାନିରେ ସଂଖ୍ୟା ନାହିଁ, ସେଥିପାଇଁ ସେଇଟା କରନ୍ତି। ତ ସେଇ ଭାବରେ ସେଇଟା ବୁଝିବାକୁ ହବ। ଯେତେବେଳେ ସେ ନାମ ଆସିବ, ସେଟା ତ ଏବେଠୁ ମୁଁ କେମିତି କହିଦେବି, ସେ ତ ଆସିନାହିଁ ନା। ବୁଝିପାରୁନାହାନ୍ତି? ନାଇଁ, ଯୋଉ ଏବେ ଯୋଉ କହିଲେ କେତେ ଜଣ ଏବେ ଭାଇକାରିୟସ୍ ବୋଲି କୁହନ୍ତି, ତାପରେ ଭୀର, ଏମିତି କେତେ ଜଣ କରନ୍ତି। ତ ଆମେ ତ କରି ନାହିଁ, କିନ୍ତୁ ଏମିତି ଆପଣ କହିଲା ପରେ ଭଣ୍ଡାମିର କଥା ସେମାନେ କହନ୍ତି, ଯେହେତୁ ଆସିଥାନ୍ତି ବହୁତ ଦୂରରୁ, ସେମାନଙ୍କୁ ଭକ୍ତା ଭାବ ଡକା ଯାଇଥାଏ। ସେମାନେ ଏମିତି ଏ ଯାକ ଜଷ୍ଟ ଏଇ ୱାର୍ଡ ଆପଣ ଯେମିତି କହିଲେ, ଭିରେ ଏଇଟା 5 କି ଏମିତି ୱାର୍ଡ ଲାଗିଲା 6, ଏମିତି ସେ ୱାର୍ଡ ଯାକ ନା କରିକି 666 କରିଦିଅନ୍ତି। କିନ୍ତୁ ସେଇଟା ପ୍ରକୃତରେ ନୁହଁ, ତାହା ନୁହଁ। ଯେହେତୁ ଆପଣ କହିଲା ପରେ ସେମାନେ ଯେହେତୁ ତାହା ନିଜେ ଇଏ କରିବା ପାଇଁ, ନା ପାଇବା ପାଇଁ ସେମିତି କରନ୍ତି। କାରଣ ସେମାନେ ଆମେ ପ୍ରକାଶିତ ବାକ୍ୟ ଉପରେ ଆମେ ଇଏ କରିଛୁ, ରିସର୍ଚ୍ଚ କରିଛୁ, ଆମର ଯେହେତୁ ମାଷ୍ଟର କରୁଛୁ କୋଉଠି। ଆମର କନ୍ଧମାଳର ବି ତ ଜଣେ ସାର୍ ଅଛନ୍ତି, ଯିଏକି ସେ ଖାଲି ପ୍ରକାଶିତ ବାକ୍ୟ ପ୍ରଚାର କରନ୍ତି। ଆପଣ ଜାଣିଛନ୍ତି? ଦିଗାଲ ବାବୁକୁ ମୁଁ ପଚାରିଲି, ମୁଁ ତାଙ୍କୁ ପଚାରିଥିଲି, ଆଜ୍ଞା ଜହନ 14:1-2-3 ବୁଝାଇ ପାରିବେ କି ବୋଲି କହିଥିଲି। କ'ଣ ହେଲା ଯେ ପଢ଼ନ୍ତୁ, ପଢ଼ିଲେ ହଁ ଏମିତି ଲେଖା ହେଇଛି, ଲେଖା ହେଇଛି, ମୁଁ ଆଉ କିଛି କହିବି ନାହିଁ ବୋଲି ତାଙ୍କୁ ମୁଁ କହିଲି। ଜହନ 3 ମାନେ ଜହନ 14:1-3 ଅନେକ ଲୋକ ପଢ଼ିକରି ବୁଝିପାରନ୍ତି ନାହିଁ। ବୁଝିପାରିଲେ? ଏବେ ଯାଏ ଲୋକମାନେ ସେଇଠି ବି ବିଭିନ୍ନ କଥା କହନ୍ତି। ତ ମୋର କହିବା ହେଲା କ'ଣ, ଶୁଣି
ଏବେ ସେମାନେ ବହୁତ ଜାଣିଛନ୍ତି ୟୁଟ୍ୟୁବରେ ଖୋଜିଲେ ଆସି କହିଦେଲେ ବା ୱେବସାଇଟ୍ରେ ଗଲେ ଦେଖିଲେ କହିଦେଲେ ଆମେ ସେଇଟା କରିପାରିବା ନାହିଁ ନା ଆମେ ଯାଉ ଦେଖୁ କିନ୍ତୁ ସେଇଟା ଆମର ଜ୍ଞାନ ନୁହେଁ କିଏ ଗୋଟେ କହିଥିଲା ମୁଁ ଆସିଟା କହିଦେବି ସେଇଟା ହବ ନାହିଁ ଏଠି ସ୍ପଷ୍ଟ ହେଲେ ମୁଁ ଗୋଟେ 666 କହିବି ହେଲା ବାଇବଲରେ ଗୋଟେ ପଦ ହିଁ 666 ଅଛି ଅନେକ ଅନେକ ଥର ଲେଖା ହେଇଛି 666 କିନ୍ତୁ ମୁଁ ଗୋଟେ କହିବି ଯୋଉଟା କି ତମେ ଆଜି ଟିକେ ଶୁଣ ହେଲା ସେଟା କିଏ କହନ୍ତି ନାହିଁ କିଏ କହନ୍ତି ନାହିଁ ସେଟା କିଏ ଜଣ ମାନେ ମାନେ ଏଟା ବାଇବଲର କହୁଛି ବାଇବଲରେ ଗୋଟେ ପୁସ୍ତକରେ 666 ଅଛି ମାନେ 666 ହେଲା ତ ସେଇଟା ହେଲା ଜହନ 666 ବୁଝିପାରିଲେ ଜହନ 666 ଆଉ ଅନ୍ୟ କୋଉଠି ସେଇଟା ନାହିଁ ଏମିତି ପଦ ଆଉ କୋଉଠି ପାରେ ନା ଏଇଟା ମୁଁ ବହୁତ ମାନେ ଇଏ କରି ସେଟା ପାଇଲି ମୁଁ ଜହନ 666 ଆଉ ସେଠି ପଢିଲେ ସେ ଅଂଶ ପଢିଲେ ଆମେ ଜାଣିପାରିବା ସେଇଟା କଣ এইটা আর সହିତ তার কি সম্পর্ক ଅଛି କି ଯେହେତୁ ଏଇଟା ବି ଜହନ ଲେଖିଛନ୍ତି ଆଉ କିନ୍ତୁ ଏଇ ପଦ ବିଭାଗ ଜହନ କରିନାହାନ୍ତି ଏଟା ମୁଁ ଖାଲି ଜାଣିବା ପାଇଁ କହୁଛି ଏଇଟା ମାନେ ଇଏ କରୁନି ମୁଁ ଖାଲି ଜାଣିବା ପାଇଁ କହୁଛି ଜହନ 6 ତାର 66 ସେଠି ଲେଖା ଯାଉଛି ସେହି ସମୟ ଠାରୁ ତାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକ ବିମୁଖ ହୋଇ ବାହାରି ଗଲେ ପୁଣି ତାହାଙ୍କ ସାଙ୍ଗରେ ଆଉ ଗମନାଗମନ କଲେ ନାହିଁ ତ ସେଇଟା ଯେତେବେଳେ 666 ଆସିବ ତାକୁ ଯେମିତି ଆମେ କୁହାଯାଉ ଖ୍ରୀଷ୍ଟାରୀ ବା ଇଂରାଜୀରେ ଆଣ୍ଟାଇ ଖ୍ରାଇଷ୍ଟ ବୋଲି କହନ୍ତି ବା ଆମେ କହୁ ଆଣ୍ଟି ଖ୍ରାଇଷ୍ଟ ବୋଲି କହୁ ଖ୍ରୀଷ୍ଟ ବିରୋଧୀ ଯେତେବେଳେ ଆସନ୍ତି ସେତେବେଳେ ଖ୍ରୀଷ୍ଟଙ୍କୁ ଠାରୁ ଲୋକମାନେ କ'ଣ ହେଇଯିବେ ବିମୁଖ ହେଇଯିବେ ଏଇ ପଦ ସେଇଟା କହୁଛି ଏଇଟା ମନେ ରଖିଥାନ୍ତୁ ଖାଲି ବୁଝିବା ପାଇଁ ମୁଁ କହିଲି ଜହନ 666 ଯାହା ଲେଖାଯାଇଛି କ'ଣ ଲେଖାଯାଇଛି ଯେ ଅନେକ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ବିମୁଖ ହେଇଗଲେ ବହୁତ ଲୋକ ଯୀଶୁଙ୍କର ଅନୁଗମନ କରୁଥିଲେ କିନ୍ତୁ ତ ସେଇ ସମୟରେ ମଧ୍ୟ ସେମିତି ଘଟିବ ଆଉ ଅନେକ ସେ ଚିହ୍ନ ଗୁଡାକ ନେବେ ଯୀଶୁ ଖ୍ରୀଷ୍ଟଙ୍କର ବିମୁଖ ହେଇ ସେ ଚିହ୍ନ ଗୁଡାକ ନେବେ ମାନେ ଟିକେ ଜାଣିପାରିଲ କି ମାନେ 13-18 ଯୋଉଟା ଲେଖାଯାଇଛି 13-11-18 ସେତେବେଳେ ଗୋଟେ ପଶୁ ବାହାରିବ ଆଉ ସେ ଏମିତି କାମ ସବୁ କରିବ ତ ଅନେକ ଲୋକ ଖ୍ରୀଷ୍ଟଙ୍କ ଠାରୁ ବିମୁଖ ହେଇଯିବେ ସେତେବେଳେ ସେ ମାନେ ଆମେ 13 ଅଧ୍ୟାୟ ଭଲ କରି ପଢିଲେ ଜାଣି ହେବ ଗୋଟେ ସମୁଦ୍ରରୁ ବାହାରିବ ଗୋଟେ ଭୂମିରୁ ବାହାରିବ ସମୁଦ୍ରରେ ବାହାରିଲେ ମାନେ କ'ଣ ଭୂମିରେ ବାହାରିଲେ ମାନେ କ'ଣ ଏସବୁ କହିଥିବେ ଶୁଣିଥିବ କିନ୍ତୁ ଆମେ ସେଇଟା ଜାଣିବାକୁ ହେବ ସେ କାହିଁକି ଗୋଟେ ଭାବବାଦୀକୁ ବାହାର କରୁଛି ସମୁଦ୍ରରୁ ଆଉ ଗୋଟେ ବାହାର କରୁଛି ଭୂମିରୁ ତାର ଅର୍ଥ ହେଲା 11 ଅଧ୍ୟାୟରେ 2ଟା ଭାବବାଦୀ ପ୍ରଭୁ ବାହାର କଲେ ପଠାଇଲେ ତ ସେମାନେ ସତ୍ୟ ଭାବବାଦୀ ଥିଲେ ଏମାନେ ଆସିବେ କ'ଣ ଶୈତାନ ସେମାନଙ୍କୁ ବାହାର କରିବ ଶୈତାନ ଦେଖିବ ଯେ ମନେ ରଖିଥିବ ଶୈତାନ ପ୍ରକାଶିତ ବାକ୍ୟରେ ସବୁ ଡୁପ୍ଲିକେଟ୍ କରିଛି ଯେମିତି ଆମେ ଦେଖିଥିଲୁ କାଲି ପିତା ପୁତ୍ର ପବିତ୍ର ଆତ୍ମା ସେଥିପାଇଁ ଶୈତାନ ଯୋଉଟା ଦିଆବଳ ଦେଖିଲୁ ପଶୁ ଆଉ ଭାବବାଦୀ ଦେଖିଥିଲୁ ସେଇଟା ପିତା ପୁତ୍ର ଭାବରେ ସେ ବି ସେମିତି ନିଜକୁ ଉପସ୍ଥାପନ କରିବ ଠିକ୍ ସେମିତି ଆମେ ଦେଖିଲୁ 2 ଜଣ ଭବିଷ୍ୟତ ବକ୍ତା ଆସିବେ ସେ ବି 2ଟା ପଶୁକୁ ବାହାର କରିବ ସେମିତି ଗୋଟେ 12 ଅଧ୍ୟାୟରେ ଗୋଟେ ସ୍ତ୍ରୀ ଲୋକକୁ ଦେଖିବୁ ସେ 17 ଅଧ୍ୟାୟରେ ଆଉ ଗୋଟେ ସ୍ତ୍ରୀ ଲୋକକୁ ବାହାର କରିବ ସେ ସବୁବେଳେ କ'ଣ କରିବ ନକଲ କରିବ ଈଶ୍ୱର ଯାହା କରିଛନ୍ତି ତାଙ୍କ ଯୋଜନାରେ ତାର ନକଲ କରିବ ନକଲ କରି ଆମମାନେ କ'ଣ କରିବ ଯେମିତି ଭଣ୍ଡ ଭାବବାଦୀ ମାନଙ୍କର କାମ କ'ଣ ଆମେ ଜାଣିଛୁ ମାଥ୍ୟୁ 6 ଅଧ୍ୟାୟରେ ଆମେ ପଢିଛୁ 7 ଅଧ୍ୟାୟ ସମସ୍ତେ ପଢିବା ମାଥ୍ୟୁ 7 ଦେଖ କ'ଣ ଲେଖାଯାଉଛି ମାଥ୍ୟୁ 7:15 ଭଣ୍ଡ ଭାବବାଦୀ ମାନଙ୍କ ଠାରୁ ସାବଧାନ ହୋଇଥାଅ ମାଥ୍ୟୁ 7:15 ସେମାନେ ମେଣ୍ଢା ବେଶରେ ତୁମମାନଙ୍କ ପାଖକୁ ଆସନ୍ତି କିନ୍ତୁ ଅନ୍ତରରେ ସେମାନେ ହିଂସକ ବାଘ ଭାବବାଦୀ ମାନେ ହେଲା ଏଇଟା ସେଇ ସମୟରେ ମଧ୍ୟ ଠିକ୍ ସେମିତି ଦେଖାଯାଉଥିବେ ଖ୍ରୀଷ୍ଟ ପରି କିନ୍ତୁ ସେମାନେ ଖ୍ରୀଷ୍ଟାରୀ କାହିଁକି ପ୍ରଥମ 3.5 ବର୍ଷ ସେ ବହୁତ ସୁନ୍ଦର କାମ କରିବ ତ ଇସ୍ରାଏଲ ଲୋକମାନେ ମନୋନୀତ ଲୋକମାନେ ଭ୍ରାନ୍ତ ହେବେ ଯୋଉଟା କି ଆମେ ମାଥ୍ୟୁରେ ଦେଖିବା ସେଇଟା ବି ଅନେକ ଲୋକ ବିଭିନ୍ନ ଭାବରେ ବୁଝାନ୍ତି ସମସ୍ତେ ମାଥ୍ୟୁ ଖୋଲନ୍ତୁ ମାଥ୍ୟୁ 24 ଯାହା
ପ୍ରକାଶିତ 6-18 ତାହା ମାଥ୍ୟୁ 24 ଯାହା ସେଟା ତାହା ଆମେ ଯୋଉଟା ଦେଖିଲୁ ମାଥ୍ୟୁ 7:15 ଭାବବାଦୀ କେମିତି ଆସେ ବାହାରେ କେମିତି ଦେଖାଯାଉଛି ମେଣ୍ଢା ପରି ଗୋଟେ ନିରୀହ ମେଷ ପରି ଦେଖାଯାଏ କିନ୍ତୁ ଭିତରେ କ'ଣ ପଶୁ ହିଂସକ ପଶୁ ଆଜିକାଲି ମଧ୍ୟ ସେମିତି ଅନେକ ଭାବବାଦୀ ବୋଲି କହନ୍ତି ଠିକ ସେମିତି ରୂପ ସେମାନେ ଧରିଥାନ୍ତି ତେଣୁ ଆମେ ଯେତେବେଳେ 24 ଅଧ୍ୟାୟ ଦେଖିବୁ 24ରେ ଆମେ ଗୋଟେ ଜାଗାରେ ଲେଖା ହେଇଛି ସମସ୍ତେ ଜାଣିଥିବ ମନୋନୀତ ସୁଦ୍ଧା ଭ୍ରାନ୍ତ ହେବେ ଲେଖା ହେଇଛି କି ନାହିଁ ଲେଖା ହେଇଛି ନା ନାହିଁ ହଁ ଲେଖା ହେଇଛି ତ କିଏ ପଢବ ସେଇଟା କାହିଁକି ସବୁଠି ମୁଁ କହିଦେଲେ ଭଲ ଲାଗିବ ନା ମାଥ୍ୟୁ 24ରେ ଟିକେ ଏକ୍ସରସାଇଜ କର କୋଉଠି ସେଟା ଲେଖା ହେଇଛି କାରଣ ଭଣ୍ଡ ଖ୍ରୀଷ୍ଟ ମାନେ ଓ ଭଣ୍ଡ ଭାବବାଦୀ ମାନେ ଉଠି ଏପରି ମହା ଚିହ୍ନ ଅଦ୍ଭୁତ କର୍ମମାନ ଦେଖାଇବେ ଯେ ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ ହଁ 24 ଠିକ ଅଛି ସେଇଟା ମନେ 24 ମନେ ରଖିଲା ହେଲା ଆଉ ତାର ଉପରେ ଆଉ ଗୋଟେ ଥର ଲେଖା ହେଇଛି 11 ପଦରେ 11 ପଦ ଲେଖା ହେଇଛି ଆଉ ଅନେକ ଭଣ୍ଡ ଭାବ ଦୁଠି ଅନେକଙ୍କୁ ଭ୍ରାନ୍ତ କରିବେ ଏଇଟା ଗୋଟେ ଅନେକଙ୍କୁ ଭ୍ରାନ୍ତ କରିବେ ଆଉ ଗୋଟେ ହେଲା ମନୋନୀତ ଲୋକମାନଙ୍କୁ ଭ୍ରାନ୍ତ କରିବେ ଏଇଟା ଭଲ ବୁଝିବା ପାଇଁ ହେବ ଦୁଇଟା ମଧ୍ୟ ଠିକ କିନ୍ତୁ ମନୋନୀତ ଲୋକ କହିଲେ ଇସ୍ରାଏଲ ଲୋକ ବୁଝାଇବ ଯେହେତୁ ଯେତେବେଳେ ଯୀଶୁଖ୍ରୀଷ୍ଟ ଆସିବେ ମଣ୍ଡଳୀକୁ ନିଆଯିବ କିନ୍ତୁ ଇସ୍ରାଏଲ ଲୋକମାନେ ରହିଯିବେ ଇସ୍ରାଏଲ ଲୋକମାନେ ସବୁବେଳେ କ୍ଲେଶରେ ହିଁ ପରିବର୍ତ୍ତନ ହୁଅନ୍ତି ସେମାନେ ମିଶ୍ରରେ ବି କ୍ଲେଶ ପାଇଲେ ଆଉ ଯେତେବେଳେ ବିଚାରକର୍ତ୍ତା ପଢୁ ସେଇଠି ମଧ୍ୟ କ୍ଲେଶ ପାଇଲେ ରାଜାବଳୀ ବଂଶାବଳୀ ସେଇଠି ବି ଦେଖିଲେ କ୍ଲେଶ ପାଇଲେ ବାବିଲନରେ ଗଲେ ବିଭିନ୍ନ ଜାଗାରେ ସେମାନେ କ୍ଲେଶ ପାଇଲା ଉତ୍ତାରେ ହିଁ ସେ ମାନେ ମନ ପରିବର୍ତ୍ତନ କରିବେ ତ ମହାକ୍ଲେଶଟା ଆମ ପାଇଁ ନୁହେଁ ମହାକ୍ଲେଶଟା ହେଲା ସେମାନଙ୍କ ପାଇଁ ଇସ୍ରାଏଲ ଲୋକମାନଙ୍କ ପାଇଁ ଆଉ ସେଇ ସମୟରେ ଅନେକ ଅବିଶ୍ୱାସୀ ମାନେ ମଧ୍ୟ ଯେଉଁମାନେ ମନୋନୀତ ନାହାନ୍ତି ସେମାନେ ମଧ୍ୟ ତାଙ୍କ ସହିତ ରହିଥିବେ ଆଉ ସେମାନେ ମଧ୍ୟ ପ୍ରଭୁଙ୍କ ନିକଟକୁ ଆସିବେ ତେଣୁ ଭଲ ମନେ ରଖିବ ମନୋନୀତ ଲୋକମାନେ ଭ୍ରାନ୍ତ ହେବେ କହିଲେ ଏଇଟା ନୁହେଁ ଯେ ଆମେ ଭ୍ରାନ୍ତ ହବୁ ମନୋନୀତ ଲୋକ କହିଲେ ଇସ୍ରାଏଲ ଲୋକମାନେ ଭ୍ରାନ୍ତ ହେବେ ତେଣୁ ଭଲ ଭାବେ ସେଇଟା ବୁଝିବାକୁ ହବ କାହିଁକି ତାର ଉପରେ ଆମେ ଯେତେ ପଢିବୁ ସେଥିରେ ଆମେ ଜାଣିପାରୁ ଏଇଟା କାହା ପାଇଁ ଲେଖା ଯାଉଛି ଦେଖ 24:20 ଲେଖା ଅଛି କିନ୍ତୁ ତୁମମାନଙ୍କର ପଳାୟନ ଯେପରି ଶୀତ କାଳରେ କିମ୍ବା ବିଶ୍ରାମ ବାରରେ ନ ଘଟେ ଏଥିପାଇଁ ପ୍ରାର୍ଥନା କର ବିଶ୍ରାମ ବାର କାହା ପାଇଁ ଇସ୍ରାଏଲ ଲୋକମାନଙ୍କ ପାଇଁ ଆମ ପାଇଁ ନୁହେଁ ତେଣୁ ଏଇଟା ସେମାନଙ୍କ ପାଇଁ ଲେଖାଯାଇଛି ଏଇଟା ସେମାନଙ୍କ ପାଇଁ ଲେଖାଯାଇଛି ଯେତେ ପଢିବେ ଦେଖିପାରିବେ ସବୁ ଇସ୍ରାଏଲ ଲୋକମାନଙ୍କ ପାଇଁ ଲେଖାଯାଇଛି ଆଉ ଏଇଟା ମହାକ୍ଲେଶ ସମୟରେ ଘଟଣା ଆମ ପାଇଁ ନୁହେଁ ଅନେକ ଲୋକ ଏଇଟାକୁ ଆମ ପାଇଁ ଦେଖାଇଛି ଯେମିତି ଗୋଟେ ପଦ ମୁଁ କହିବି 14 ପଦ ଆଉ ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ ତତ୍ପରେ ଯୁଗାନ୍ତ ହେବ ତେଣୁ ଅନେକ ଲୋକ ଆଜି କ'ଣ ବୋଲି କହନ୍ତି ଯେ ଆମେ ଯଦି ସୁସମାଚାର ପ୍ରଚାର କରିବା ନାହିଁ ଯୁଗାନ୍ତ ହେବ ନାହିଁ ଏଇଟା ସେଇଟା ଲେଖା ହିଁ ନାହିଁ ଏଇଟା ଅନେକ ଲୋକ ସେଇଟା କହନ୍ତି ଭଲ ଅଛି ଲୋକମାନଙ୍କୁ ଟିକେ ଉତ୍ତେଜିତ କରିବା ପାଇଁ କହିହେବ କିନ୍ତୁ ଏଇଟା ତାର ଅର୍ଥ ନୁହେଁ ଅନେକ ଲୋକ ଏଇଟା କହନ୍ତି ଯେ ଆମେ ଚାରିଆଡ଼େ ପ୍ରଚାର କଲା ପରେ ହିଁ ପ୍ରଭୁ ଯୀଶୁ ଆସିବେ ଏଇଟା ସେ ବାକ୍ୟ ଏଇଟା ଆମ ପାଇଁ ନୁହେଁ କେତେବେଳେ ଚାରିଆଡ଼େ ପ୍ରଚାରିତ ହେବ ସେଇଟା ସେମାନେ କହନ୍ତି ନାହିଁ ଚାରିଆଡ଼େ ସେତେବେଳେ ପ୍ରଚାରିତ ହେବ ସେଇଟା ଆମେ ଦେଖୁ ପ୍ରକାଶିତ 7 ଅଧ୍ୟାୟରେ ଲେଖାଯାଇଛି ଅନେକ ଲୋକ ସେଇଟା ବୁଝିପାରନ୍ତି ନାହିଁ ଯେତେବେଳେ 1,44,000 ଲୋକ ଯେଉଁମାନେ ମନୋନୀତ ଲୋକମାନେ ପ୍ରଚାର କରିବେ ସେହି ସମୟରେ ଅନେକ ଲୋକମାନେ ବିଭିନ୍ନ ଭାଷା ବିଭିନ୍ନ ଗୋଷ୍ଠୀ ସେମାନେ ଆସିବେ ସେତେବେଳେ କ'ଣ ଚାରିଆଡ଼େ ସୁସମାଚାର ପ୍ରଚାରିତ ହେଇଯିବ ଅଳ୍ପ ସମୟ ଭିତରେ ସୁସମାଚାର ସେଇ 7 ବର୍ଷ ଭିତରେ ବହୁତ ସୁସମାଚାର ପ୍ରଚାର ହେବ କଣେ ବିକଣେ ଚାରିଆଡ଼େ ପ୍ରଚାରିତ ହେବ ଆଉ ଲୋକମାନେ ଏକତ୍ରିତ ହେବେ ସେଇ ଯେଉଁ 7 ଅଧ୍ୟାୟ 9 ପଦ ଆଉ 5 ଅଧ୍ୟାୟ 9 ପଦ ପ୍ରକାଶିତ 7:9 ପ୍ରକାଶିତ 5:9 ଭିତରେ ଡିଫରେନ୍ସ ଲୋକମାନେ କୁହନ୍ତି ନାହିଁ 7:9ରେ ଆମେ ନାହିଁ 7:9ରେ କ'ଣ ଆମେ ତାର 14-15 ପଢ଼ିଲେ ଆମେ ବୁଝିପାରୁଛୁ ଯେ ସେଟା କ'ଣ 13-14-15 ଯେ ମହାକ୍ଲେଶରୁ ସେମାନେ ବାହାରି ଆସନ୍ତି କ୍ଲେଶ ସମୟରେ ଯେଉଁମାନେ ପରିବର୍ତ୍ତନ ହେଇଥିବେ ସେମାନେ ସେଇମାନେ
तो क्लेश समय इस्राएल लोक मैंने प्रभु को जानवे आने सुसमाचार प्रचार करेंगे आ सब गोष्ठी सब भाषावादी लोक मैंने से सुसमाचार शुणी प्रभु निकट को आसवे तेणु अनेक विषय अच्छी जानवाई तमें मुझा कह तुम पसंद हो कि जानी ना कि बाइबल सम्मत ये माथ्यू 24 अध्याय श्री कौन लिखाला जिते बड़े आरंभ कराला से प्रभु जीशु कहीदेले 2 पदर 24:2 रे तुम माने कौन यही समस्त देखुना मु तुम कही स्थान में एक प्रस्तर अन्य प्रस्तर उपर रही भूमि समस्त ही भूमि साथ हम तो प्रभु जो कहले से पचारे केबे हेब केमती हेब तापर प्रभु से बुझाईदेले आम से दिन भी देखलु जे एटा तो से बुझा जे इस्राएल लोक मैंने सी समय केमती हेबे इस्राएल लोक मैंने महाक्लेश समय आमे से समय नथिबो एटा मन रखिबो महाक्लेश समय आमे नथिबो जदि थिबा पई इच्छा अछि 666 अपेक्षा कर आउ ताकू गणना कर जान जदि थिबा पई इच्छा नाही तो जागृत होई आराम रे 666 न जानी करी ऊर्ध्व गमन कर भल हम कौटा इच्छा करछ निज ऊपर निर्भर करुछि केते जण इठी अछ 666 जानवा पई इच्छा करछ तबे को मु महाक्लेश रे थिबी आ गणी करी जानबी तापरे मो जीवी कहले जाई पारबो मते मन परिवर्तन कर के सात अध्याय प्रकाश 7:9 रे 7 अध्याय पूरा लिखाई छेटा गोटे आड़े 1,44,000 आसबे मुद्रांकित होकर रक्षा पाइबे आ गोटे आड़े आम देखुछु जे असंख्य अगणित लोक आसबे दुईटा इस्राएल भितर 1,44,000 आसबे एमान भितर जगतर सबु गोष्ठी सबु वंश सबु जाति असंख्य आसबे अगणित आसबे आमे 5:9 रे थी प्रकाशित 5:9 रे सेटा बहुत लोग कहते ना प्रकाशित 5:9 को कई देखती ही ना 7:9 को ही देखती कहीं भी देखती ना 7:9 गोटे सुविधा होती कहवाई लोक मैंने क्लेश विषय किए 7 वर्ष पर जो महाक्लेश पर जीशु जो ओह्लई आसवे से स्वर्ग जो मैंने थे से भी समस्ते आसवे ये जो अब्राहम दाऊद एटा मन सब डाउट होची कि एला तो बेसी गहଳି ହେଇଯିବ बोधे पृथ्वीटा से कहला जणे लोक तमे जेंती कहउछ से गोटे लोक कहला कोन कहला बुझलो कि नाई बड़ा गोटे जगह प्रचार होउथला वाक्य प्रचार होउथला एला सत कथा नाई हो से माने सबू लोग स्वर्गे गलानी माने चिपा ठेला ही जीवे मुझे जीवी नहीं बोलला अपन से बुझल कि तार आमर भाषा बुझल ना नहीं कमल बुझल कि नहीं से कहला माने से मीटिंग रे जाई थिली सबू लोग स्वर्गे जाउछंती चिपा ठेला मु यार जाई पारबी ना बोल भारी आइली बोलला अपन से सेंती तमे सिडा कहउछ हां ना एक्चुअली सबू आसीबे माने से ऊपर तमे कौन नाई बोली कहउछ कि बोली कहउछ तो डाउट होछि पर लागुछि हां डाउट होछि कि डाउट नाही जी आसीबे बोले आसीबे कहला हो हां हो गोटे पद पढ़ प्रथम थेसलोनिके 3 अध्याय तार 13 पद से तुम मानक हृदय सुस्थिर करी रखंतु जेपरी आम मानक प्रभु जीशु आपना समस्त साधुଙ୍କ सहित आगमन करिबा समय रे तुमे माने आम मानक ईश्वर ओ पिताଙ୍କ छामुरे पवित्रतारे अनिंदनीय देखाजिबो सेतेबेले से समस्त साधु सहित आसीबे आ सेतेबेले हम केन देखा जीवो जेन देखा जीवा कथा सेंती देखा जीवो सबु साधु माने आसीबे से लेखा जाइछि एबे तमे जदि आउरी पढ़बो माने जने बड़ लेक्चरर से प्रश्न करथिला जे
ସେଠି ମପା ହେଇକରି ରେଡି ହେଇଛି କୋଉଟା ସ୍ୱର୍ଗ ରାଜ୍ୟ ଏତିକି ଦୂର ଏଟା ଏଟା ମପା ହେଇଛି ତ ସେ କହିଲା ଏତିକି ଜାଗାରେ ତ ସାରା ମାନେ ଆଦମ ଠାରୁ ଆରମ୍ଭ କରି ସେ ଶେଷ ବ୍ୟକ୍ତି ପରିତ୍ରାଣ ପାଇବା ଲୋକ ଜାଗା ହବ ନାହିଁ ବୋଲି ସେ କହିଲା ବୁଝିଲ କମଳ ତମେ ଯେମିତି କହୁଛ ସେଇଟା ଯାହା ହବ ନା ଏତେ ଲୋକ କେମିତି ଜାଗା ହବ ବୋଲି ସେ କହିଲା ତ ତାର ଉତ୍ତର ଭଲ ଭାବେ ଶୁଣବ ଏଇଟା ଏଇଟା ମନେ ରଖିଥିବ ଏଇଟା ଭଲ କରି ମନେ ରଖିଲେ ସମସ୍ୟା ସମାଧାନ ହେଇଯିବ ଯଦି ଭଲ ଭାବରେ ଶୁଣିଲ ନାହିଁ ଏକଦମ ସିମ୍ପଲ କିନ୍ତୁ ଭଲ ଭାବରେ ଶୁଣ ସେଇଟା ହେଲା ଯେ ଆମର ଶରୀର ରୂପାନ୍ତରିତ ହେଇଥିବ ବୁଝିପାରିଲ ଆମର ଶରୀର ରୂପାନ୍ତରିତ ହେଇଥିବ এইটা প্রভু যিশু রূপান্তরিত হলা পর কোন ସବୁ କବାଟ ବନ୍ଦ ଥିଲା ସେ ଭିତରେ ବାହାରି ଗଲେ ତ ଆମର ଶରୀରକୁ କେତେ ଜାଗା ଲିମିଟ ଏମିତି ନାହିଁ ରୂପାନ୍ତରିତ ଶରୀର ପାଇଁ ଅକ୍ସିଜେନ ଦରକାର ନାହିଁ ବୋଧେ ନାଇଁ କିଛି ସେଠି ତାକୁ କିଛି ଦରକାର ନାହିଁ ତାକୁ ସେ ଦେଖା ଯାଉଥିବ କଥା ହଉଥିବ ଚଲାବୁଲା କରୁଥିବ ଯଦି ଯୀଶୁ ଚଲାବୁଲା କରୁଥିଲେ ଲୋକମାନେ ତାକୁ ଜାଣି ପାରୁନଥିଲେ ଟିକେ ଟିକେ ଆମେ ଯାହା ଜାଣୁ ଯୀଶୁ ଚାଲୁଥିଲେ ସେ ଦୁଇ ଜଣ ସହିତ କିନ୍ତୁ ସେମାନେ ଜାଣି ପାରୁନଥିଲେ ଶିଷ୍ୟମାନେ ଗୋଟେ ଜାଗାରେ ଥିଲେ ସେ ଆସିଲେ ତାକୁ ଚିହ୍ନି ପାରୁନଥିଲେ ତାପରେ ସେ ଦେଖାଇଲେ ମୋର ହାତ ଦେଖ ତମେ ଚିହ୍ନ ତେଣୁ ଏଇଟା କଣ ଗୋଟେ ଅଦ୍ଭୁତ ଶରୀର ଏଇଟା ରୂପାନ୍ତରିତ ଖାଦ୍ୟ ଦରକାର ନାହିଁ ଖାଦ୍ୟ ତାଙ୍କୁ ଦରକାର କି ନାହିଁ ଖାଦ୍ୟ ସେମାନେ ଶୁଣ ଯେମିତି ଲେଖା ହେଲା ପ୍ରଭୁ ଯୀଶୁ ବି ଖାଇଲେ ଭୋଜନ କଲେ ସେମାନେ ସହିତ ଖାଇପାରିବେ କିନ୍ତୁ ବୋଲେ ସେଟା ସେ ବଡି ଏକଦମ ଭିନ୍ନ ଯଦ୍ୱାରା କି ସହି ହେବ କି ନାହିଁ ବୋଲି ଯଦି ପଚାରିବ ଖଟ ଦରକାର କି ନାହିଁ ବୋଲି ପଚାରିବ ତ ଏସବୁ ତ ସ୍ପଷ୍ଟ ଲେଖା ହିଁ ନାହିଁ ଏସବୁ ସ୍ପଷ୍ଟ ଲେଖା ହିଁ ନାହିଁ ସେମାନେ ଆସିଲା ପରେ ଯୋଉ 1000 ବର୍ଷ ସମୟରେ ସେମାନେ ଏ ଯୋଉ ଚାଷ ବାସ ଏନ୍ତେନ୍ ସବୁ ହବ ତାହେଲେ ତ ଖାଇବେ ନା ନାଇଁ ଖାଇବେ ନ ଖାଇବେ ତାଙ୍କୁ କିଛି ସେଟା ତାଙ୍କ ପାଇଁ ବେଶୀ ଚିନ୍ତାର ବିଷୟ ନଥିବ ଯେହେତୁ ତାଙ୍କ ରୂପାନ୍ତରିତ ହେଇଯାଇଛନ୍ତି ପ୍ରଭୁ ଯୀଶୁ ଯେମିତି ସେମିତି ତାଙ୍କୁ ସହିବା ପାଇଁ ଏଇଟା ପାଇଁ ଆମ ରୋଗ ହବ କି ନାହିଁ ସେସବୁ ହବ ନାହିଁ ସେଠି ସ୍ୱର ପରିବର୍ତ୍ତନ ହେଇଯାଇଛି ପରା ଅକ୍ଷୟ ସ୍ୱର ଲେଖା ହେଲା ପଢିଛ କି ନାହିଁ ଅକ୍ଷୟ ସ୍ୱର ଲେଖା ହେଇଛି କ୍ଷୟ ପ୍ରାପ୍ତ ହବ ନାହିଁ ସେ ସ୍ୱର ସେଇଟା ହେଲା ଆମର ମହାନତା ଆମେ ମଧ୍ୟ ସେମିତି ହେବୁ କିନ୍ତୁ ସେମାନେ କଣ ହେବେ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ନାହାନ୍ତି ସେମାନଙ୍କ ମଧ୍ୟ ସ୍ୱର ସେମିତି ହେବ ସେମାନେ ମଧ୍ୟ ଠିଆ ହେବେ ବିଚାରିତ ହେବେ ସବୁ ସେଠି ପଡିଯିବେ ସେଠି ଜଳୁଥିବେ କିନ୍ତୁ କିଛି ହେବ ନାହିଁ ସେମାନେ କଷ୍ଟ ହିଁ ପାଉଥିବେ ଯୁଗେ ଯୁଗେ ଯନ୍ତ୍ରଣା ଭୋଗ ପାଉଥିବେ ସେଟା ହବ ସେଟା ସେଇ ପ୍ରକାର ବଡି ସେଇଟା ଆମଟା ଖ୍ରୀଷ୍ଟଙ୍କ ପରି ହେବ ଆମେ ଆଉ ପାପ କରିପାରିବା ନାହିଁ ସେ ସମୟରେ ପାପ ହବ ନାହିଁ ସେଟା ବଡ ବିଷୟ ଗୌରବ ଥିବ ଆମକୁ ଏସବୁ ଯେମିତି ମନୁଷ୍ୟ ସେମିତି ଦରକାର ପଡିବ ନାହିଁ ସେଇଠି ଯୋଉ ଲୋକମାନେ ଥିବେ ଯେଉଁମାନେ ରୂପାନ୍ତରିତ ହେଇନଥିବେ ସେମାନଙ୍କୁ ଆମେ ବିଚାର କରିବୁ ସେମାନଙ୍କ ସହିତ ଆମେ ଥିବୁ ଆମେ ଭିନ୍ନ ହେଇଯିବୁ ସେମାନେ ଭିନ୍ନ ଥିବେ ସେମାନେ ରୂପାନ୍ତରିତ ହେଇନଥିବେ ସେଇ ସମୟରେ ସେ ସମୟରେ ସମସ୍ତେ ଯେତେବେଳେ ପ୍ରଭୁଙ୍କ ସହିତ ଓହ୍ଲାଇ ଆସିବେ ରୂପାନ୍ତରିତ ଶରୀର ସହିତ ସେତେବେଳେ ସମସ୍ତଙ୍କୁ ଶାସନ କରିବ ଯୋଉଟା ଲେଖା ହେଇଛି ସେ ଶାସନ କରିବୁ ସେଠି ଗୋଷ୍ଠୀକୁ ଶାସନ ହଁ ସେଟା କରାହବ ସେଠି ଲେଖା ଯାଇଛି ସେମାନେ ଦ୍ୱାଦଶ କରିବେ ଆମେ ଅନ୍ୟମାନଙ୍କୁ କରିବୁ ନା ସେମାନେ ଇସ୍ରାଏଲକୁ କରିବେ କିନ୍ତୁ ଆମେ ଅନ୍ୟମାନଙ୍କୁ କରିବୁ ଅନ୍ୟ ଗୋଷ୍ଠୀକୁ ଆମେ କରିବୁ ତମେ କରିବା ପାଇଁ ଇଚ୍ଛା କରୁନ କି ଇଟିଆ ଯଦି କରିବା ପାଇଁ ଇଚ୍ଛା କରୁଛ ମାନେ ଦେଖ ଏଠି ମୋ ରାଜ୍ୟ ହଉ ମାନେ କହିଲେ ଏଠି ଘର ଦ୍ୱାର ସବୁ ବନେଇକରି ଆମେ ଏଠି ରହିଯିବା ଯେମିତି ପିତର କହିଲା ବଢିଆ ଜାଗା ପ୍ରଭୁ ତମେ ଏଠି ରୂପାନ୍ତରିତ ହେଲେ ବଢିଆ ଜାଗା ଆମେ 3ଟା ଘର ବନାଇବା ତମର ପାଇଁ ଗୋଟେ ଏଲିଆ ପାଇଁ ଗୋଟେ ମଶା ପାଇଁ ଗୋଟେ ଶୁଣ ଏଗୁଡାକ ପଢିଲେ ତମେ ଜାଣିପାରିବ ପଢବାର ଅଛି ଖଣ୍ଡିଆ ପଢିକରି ଜାଣିପାରିବ ନାହିଁ ବାଇବଲ ଏଟଲିଷ୍ଟ ମାନେ ପୁରା ପଢିଯାଅ ପଢିଯାଅ ବୁଝ ନ ବୁଝ ପଢିଯାଅ ତାର ଷ୍ଟୋରି ତାର କିଛି ଅଂଶ ଆମର ମନେ ଆସିଲେ ତାପରେ ଇଏ ହବ ନହେଲେ କଣ ହବ ଏଇଟା ପଢିଲେ ସେଇଟା ଡାଉଟ୍ ହଉଥିବ ସେଇଟା ପଢିଲେ ସେଇଟା ଡାଉଟ୍ ହଉଥିବ ଏଇଟା ପଢିଲେ ସେଇଟା ସନ୍ଦେହ ସେଇଟା ଏଇଟା ସନ୍ଦେହ ଆସୁଥିବ ଶେଷ ଆଡକୁ ଯୋଉଟା ଲେଖା ହେଇଛି ମହାନିଦ୍ରା ପ୍ରାପ୍ତ ଲୋକମାନଙ୍କର ଅଗ୍ରଗାମୀ ହେଉନି କେତେ ସମୟ ଡିଷ୍ଟାନ୍ସ କୋଉଟା ଯୋଉମାନେ ମହାନିଦ୍ରା ମାନେ ଯୋଉମାନେ ମରିଛନ୍ତି ଆଉ ଯୋଉମାନେ
କେତେ ସମୟ ଏବେ ତ ଏଇ ମରିଗଲେଣି, ମରୁଛନ୍ତି, ମରି ମରି ଯାଉଛନ୍ତି। ତ ଯେତେବେଳେ ପ୍ରଭୁ ଆସିବେ ସେଇ ସମୟ ପର୍ଯ୍ୟନ୍ତ କେତେ ସମୟ ସେଟା କହିହେବ ନାହିଁ। ସମୟ ବିଷୟରେ ବାଇବଲ ତ ସ୍ପଷ୍ଟ ଭାବରେ କହିଦେଇଛି ନା, ଏପରି ପୁତ୍ର ସୁଦ୍ଧା ଜାଣନ୍ତି ନାହିଁ। ଆଉ ଗୋଟେ ବିଷୟ ବି ମାନେ ପାଉଲ ଲେଖିଲେ ସେଇ ଥେସଲୋନିକ ମଣ୍ଡଳୀକୁ, ଯେ ଦ୍ୱିତୀୟ ଥେସଲୋନିକ 2 ଅଧ୍ୟାୟ ତାର 2 ପଦରେ, ଦ୍ୱିତୀୟ ଥେସଲୋନିକ 2 ଅଧ୍ୟାୟ ତାର 2 ପଦ ଲେଖାଯାଉଛି, ପ୍ରଭୁଙ୍କ ଦିନ ଉପସ୍ଥିତ ହେଲାଣି ବୋଲି ତୁମାନେ କୌଣସି ଆତ୍ମା କି ବାକ୍ୟ କି ଆମମାନଙ୍କ ଦ୍ୱାରା ଲିଖିତ ବୋଲି ମନେ କରି କୌଣସି ପତ୍ର ଦ୍ୱାରା ଶୀଘ୍ର ବିଚଳିତ ଓ ଉଦ୍ବିଗ୍ନ ନ ହୁଅ। ଲେଖାଯାଉଛି ମାନେ କେହି ବି ସେଟା କହିପାରିବେ ନାହିଁ, କେହି ବି କହିପାରିବେ ନାହିଁ, ସେଟା ମନେ ରଖିବା ହବ। ଏବେ ଦେଖ ମୁଁ ଗୋଟେ ପଦ କହିବି, ତାର ଉତ୍ତର କେବେ ବି ଦେବି ନାହିଁ, ଏଇଟା ମନେ ରଖିଥିବ। ତାର ଉତ୍ତର ମୁଁ କେବେ ବି ଦେବି ନାହିଁ, କିନ୍ତୁ ମାନେ ସମସ୍ତଙ୍କୁ ପଚାରବ। ଯେତେ ଯେଉଁମାନେ ଏଇ ଯେଉଁ ପ୍ରକାଶିତ ବାକ୍ୟ ଯୀଶୁଙ୍କର ଆଗମନ ବିଷୟରେ ବେଶୀ କହନ୍ତି ସେମାନଙ୍କୁ ଟିକେ ପଚାରବ। ମୁଁ ତୁମକୁ କହିଥିବି କି ନାହିଁ, ତଥାପି ଆଜି କହୁଛି, ସମସ୍ତେ ମାଥ୍ୟୁ 10 ଅଧ୍ୟାୟକୁ ଯା। ମାଥ୍ୟୁ 10, ମତେ କେବେ ପଚାରବ ନାହିଁ, ମୁଁ ଜାଣିଛି କିନ୍ତୁ କହିବି ନାହିଁ। ମାଥ୍ୟୁ 10 ତାର 23, ମାଥ୍ୟୁ 10 ତାର 23 ସେ ଲେଖାଯାଉଛି, ସମସ୍ତେ ଦେଖ, କିନ୍ତୁ ସେମାନେ ଯେତେବେଳେ ତୁମମାନଙ୍କୁ ଏକ ନଗରରେ ତାଡ଼ନା କରିବେ ସେତେବେଳେ ଅନ୍ୟ ନଗରକୁ ପଳାଇ ଯାଅ, କାରଣ ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ନଗର ଗୁଡ଼ିକରେ ତୁମମାନଙ୍କର ଭ୍ରମଣ ଶେଷ ନ ହେବା ପୂର୍ବରୁ ମନୁଷ୍ୟପୁତ୍ର ଆଗମନ କରିବେ। ଏଇଟା ପଚାରବ। ଏଇଠି ଲେଖା ହେଲା ଯେ ମନୁଷ୍ୟପୁତ୍ର କେବେ ଆଗମନ କରିବେ? ଇସ୍ରାଏଲର ମାନେ ନଗର ଗୁଡ଼ାକରେ, ଇସ୍ରାଏଲର ସୀମା ଭିତରେ ସୁସମାଚାର ଯେତେବେଳେ ସରି ନଥିବ ସେତେବେଳେ ମନୁଷ୍ୟପୁତ୍ର ଆସିବେ। କିନ୍ତୁ ଆମେ ତ ଦେଖିଲୁ ଏବେ ପର୍ଯ୍ୟନ୍ତ ଆସିନାହାନ୍ତି। ଇସ୍ରାଏଲ ଚାରିଆଡ଼େ ପ୍ରଚାରିତ ହେଇଗଲା, ସବୁ ହେଲା, ଆସିନାହାନ୍ତି। ତ ଏଇଟା କ'ଣ ବୋଲି ପଚାରିଲେ ଯେଉଁମାନେ ଆଜିକାଲି ନିଜକୁ ଡକ୍ଟର ବୋଲି କହନ୍ତି, ଥିଓଲୋଜିଆନ୍ ବୋଲି କହନ୍ତି, ସେମାନେ ଟିକେ ବୁଝାଇବା ପାଇଁ ଚେଷ୍ଟା କରନ୍ତୁ, ଟିକେ ବୁଝିବା ପାଇଁ ଚେଷ୍ଟା କର। ନଚେତ୍ ଗୋଟେ ବଡ଼ ବିଷୟ ନିଜେ ପଢ଼ବ, ପ୍ରଭୁଙ୍କ ଠାରେ ପ୍ରାର୍ଥନା କରବ, ପ୍ରଭୁ ସେଟା ମାନେ ବୁଝାଇବେ ସେଇ 2ଟା ବିଷୟ। କିନ୍ତୁ ମୋତେ ପଚାରବ ନାହିଁ, ଖାଲି ମୁଁ ତୁମକୁ କ୍ରିଏଟ୍ କରିଦେଲି। ଦେଖ, ଆହୁରି ଅନେକ ସେମିତି ପଦ ଅଛି, ଅନେକ ଲୋକ ଜାଣନ୍ତି ନାହିଁ, ପଚାରିଲେ କହିପାରିବେ ନାହିଁ। ମୋର କଥା ବୁଝିପାରିଲ ଭାଇମାନେ? ତମର ବୁଝିପାରିଲ କି? ବୁଝିପାରିଲ କି ନାହିଁ? ହଁ, ମତେ ପଚାରିବ ନାହିଁ ସେଟା କେବେ, ଏଇଟା କ'ଣ ପଚାରିବ ନାହିଁ। ଆପଣ ତାର ଅର୍ଥ ଆମକୁ ନ କହିଲେ ଆମେ କେମିତି ବୁଝିବୁ? ନାଇଁ ସେଟା ପଚାରନ୍ତୁ। ଏଟଲିଷ୍ଟ କେତେ ଜଣ ଅତି କମରେ କେତେ ଜଣ ପଚାରିବା ନାହିଁ ବୋଲି କହୁଛି ଆଉ। ବୋଲେ ମତେ ପଚାରିବ ନାହିଁ, କେବେ ହେଲେ ମାନେ ବଞ୍ଚିଥିଲେ ତ ବୁଝାଇଦେବି କେବେ ବି। କିନ୍ତୁ ମୋର କହିବା ହେଲା କ'ଣ, ଅନ୍ୟମାନେ ଟିକେ ପଚାର, ସେମାନେ କ'ଣ କହିବେ ଦେଖ। ଘାଣ୍ଟି ଦେବେ ନା କ'ଣ ସେଟା ଦେଖ। ଯେ ଜାଣିଥିବ କହିବ, ମୁଁ କହୁନାହିଁ ଯେ ଜାଣିନଥିବେ ବୋଲି, ଜାଣିଥିବେ ନିଶ୍ଚୟ। ଯେଉଁମାନେ ସତ୍ୟ ବାକ୍ୟ ପଢ଼ନ୍ତି ସେମାନଙ୍କୁ ପ୍ରଭୁ ବୁଝାଇ ଦେବେ ସେଟା। ମାନେ ସବୁବେଳେ ମନେ ରଖିବ, ବାଇବଲ ପଢ଼ିଲା ବେଳେ ବାଇବଲରେ କିଛି ତ୍ରୁଟି ନାହିଁ। ମୋର ଜୀବନରେ ତ୍ରୁଟି ଅଛି ବୋଲି ପଢ଼ିଲେ ବୁଝିପାରିବ। ବାଇବଲର ତ୍ରୁଟି ଯଦି ଖୋଜି କରି ପଢ଼ବା ପାଇଁ ଇଚ୍ଛା କରିବ, ତେବେ କେବେ ବି ତମେ ବାଇବଲର ସତ୍ୟତା ଜାଣିବ ନାହିଁ। ବାଇବଲ ମୋର ତ୍ରୁଟି ଦେଖାଏ, ମୋର ପାପ ଦେଖାଏ, ମୋର ଭୁଲ ଦେଖାଏ, ମୋର ମନ୍ଦତା ଦେଖାଏ। ମୁଁ ବାଇବଲର ମନ୍ଦତା ତ୍ରୁଟି ଦେଖାଇ ମାନେ ଅସୁବିଧା ହେବ, ମୁଁ ବୁଝିପାରିବି ନା। ଆଜି ଅନେକ ଲୋକ ବାଇବଲକୁ ଯୁକ୍ତି କରିବା ପାଇଁ ପଢ଼ନ୍ତି, ସେମାନେ କେବେ ବୁଝିପାରିବେ ନାହିଁ, ପ୍ରଭୁ ସେମାନେ ବୁଝାଇବେ ନାହିଁ। ଆମେ ଯେତେ ଜାଣୁ ଯେ ପବିତ୍ର ଆତ୍ମା ଦ୍ୱାରା ଲେଖାଇଛନ୍ତି, ଆଉ ଏଇଟା କେବେ ଭୁଲ ହେବ ନାହିଁ, ନିର୍ଭୁଲ ତ୍ରୁଟି ଶୂନ୍ୟ ବାକ୍ୟ। ଆଉ ପ୍ରଭୁ ମୋତେ ବୁଝାଇବେ, ଆଜି ନ ବୁଝିଲେ ମଧ୍ୟ ପରେ ବୁଝିବା, ନ ବୁଝିଲେ ମୋର କିଛି ଅସୁବିଧା ହେବ ନାହିଁ, ଯେହେତୁ ମୁଁ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରିଛି, ମୁଁ ପରିତ୍ରାଣ ପାଇଛି।